এই ଲୋକମାନଙ୍କ ସହିତ କେବେ ବି ଶତ୍ରୁତା କରନ୍ତୁ ନାହିଁ। ଶତ୍ରୁତା କଲେ ନିଶ୍ଚିତ ଭାବରେ ଆପଣ ଘାଟାରେ ରହିବେ, ଆପଣଙ୍କର ଅମଙ୍ଗଳ ହେବ, ଆପଣଙ୍କ ଜୀବନ ବର୍ବାଦ ହୋଇଯିବ। କିଏ ଏ ଲୋକମାନେ? କେଉଁମାନଙ୍କ ସହିତ ଆମେ ଶତ୍ରୁତା କରିବା ନାହିଁ? ଏମାନେ ଶତ୍ରୁତା କଲେ କିପରି ଭାବରେ ଆମେ ଅସୁବିଧାରେ ପଡ଼ିବା ସବୁ ଜିନିଷ ଆମେ ଜାଣିବା। ଖାଲି ଜାଣିଲେ ହେବ ନାହିଁ, ଏହାକୁ ମନେ ରଖି ଆମ ଦୈନନ୍ଦିନ ଜୀବନରେ ଲଗାଇ ଆମେ ଜୀବନକୁ ସରସ ସୁନ୍ଦର କରିବା। ତେଣୁ ଦର୍ଶକ ବନ୍ଧୁ, ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ମୋ ସହିତ ଯୋଡ଼ି ହୋଇ ରୁହନ୍ତୁ ଏସବୁ କଥା ଜାଣିବା ପାଇଁ। ଇଏ ହେଉଛି ତୁଳସୀଦାସ କୃତ ରାମାୟଣର ଅରଣ୍ୟକାଣ୍ଡର କଥା। ଶୂର୍ପଣଖା ରାମ ଓ ଲକ୍ଷ୍ମଣଙ୍କ ପାଖକୁ ପହଞ୍ଚି ନିଜର କାନନାକ କଟେଇ ଫେରି ଯାଇଛନ୍ତି। ଶୂର୍ପଣଖା ଯେତେବେଳେ ଫେରି ଯାଇଛନ୍ତି, ଯାଇ ପହଞ୍ଚିଛନ୍ତି ଖରଦୂଷଣଙ୍କ ପାଖରେ ଏବଂ ନିଜର ସମସ୍ତ ବ୍ୟଥା ସମସ୍ତ ବେଦନା ଖରଦୂଷଣକୁ ଜଣାଇଛନ୍ତି। ଖରଦୂଷଣ ମଧ୍ୟ ଆସିଛନ୍ତି ପ୍ରଭୁ ଶ୍ରୀରାମ ଏବଂ ଲକ୍ଷ୍ମଣଙ୍କ ପାଖକୁ ଏବଂ ସେମାନଙ୍କର ମୃତ୍ୟୁ ହୋଇସାରିଛି। ଏହାପରେ ଶୂର୍ପଣଖା ଯାଇ ପହଞ୍ଚି ଯାଇଛନ୍ତି ରାବଣଙ୍କ ପାଖରେ ଏବଂ ରାବଣଙ୍କ ପାଖରେ ସମସ୍ତ ଘଟଣାକ୍ରମ ବର୍ଣ୍ଣନା କରିଛନ୍ତି। ରାବଣ ଯେତେବେଳେ କହିଛନ୍ତି ତୁମେ ଖରଦୂଷଣଙ୍କ ପାଖକୁ ଗଲ ନାହିଁ, ଶୂର୍ପଣଖା କହିଛନ୍ତି ଯେ ମୁଁ ଯାଇଥିଲି ଏବଂ ସେମାନଙ୍କୁ ଡାକି ରାମ ଏବଂ ଲକ୍ଷ୍ମଣ ପାଖରେ ପହଞ୍ଚାଇଥିଲି, ସେମାନଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏକଥା ଶୁଣିଲା ପରେ ରାବଣ କ୍ରୋଧିତ ହୋଇଛନ୍ତି ଏବଂ ସେହି ସମୟରେ ଏ ଶୂର୍ପଣଖା ରାବଣଙ୍କ ମୁଣ୍ଡରେ ଭର୍ତ୍ତି କରିଛନ୍ତି, ଯଦି ତୁମେ ମୋତେ ଭଉଣୀ ରୂପେ ଭଲ ପାଉଛ, ତୁମ ଭଉଣୀର ଏ ଦୁର୍ଦ୍ଦଶା କରିଥିବା ଲୋକ ଉପରେ ତୁମେ ପ୍ରତିଶୋଧ ନେବାକୁ ଚାହୁଁଛ, ତାହେଲେ ତୁମେ କ'ଣ କର, ତାର ଏକ ସୁନ୍ଦର ସ୍ତ୍ରୀ ଅଛି, ସେ ସ୍ତ୍ରୀ ତୁମର ପତ୍ନୀ ହେବାର ଯୋଗ୍ୟା, ସେଇଥିପାଇଁ ତ ମୁଁ ତାଙ୍କ ପାଖକୁ ଯାଇଥିଲି ଏବଂ ଆଜି ମୋର ଅବସ୍ଥା ହୋଇଛି ସେଇ କାରଣରୁ। ତେଣୁ ତୁମେ ଯାଇ କ'ଣ କର, ସେ ତାଙ୍କ ସ୍ତ୍ରୀଙ୍କୁ ହରଣ କରି ନେଇ ଆସ। ଏହା ଶୁଣିଲା ପରେ ରାବଣ କ'ଣ କରିଛନ୍ତି, ସିଧା ଚିନ୍ତନ କରିଛନ୍ତି ଯେ କ'ଣ କଲେ ମୁଁ ସୀତା ହରଣ କରିପାରିବି। ସୀତା ହରଣର ସମସ୍ତ ନକ୍ସା ଆଙ୍କି ଯାଇ ପହଞ୍ଚନ୍ତି ମାରିଚ ପାଖରେ। ଯେତେବେଳେ ମାରିଚ ପାଖରେ ପହଞ୍ଚନ୍ତି, ମାରିଚ ସେତେବେଳକୁ ସମ୍ପୂର୍ଣ୍ଣ ଧର୍ମାତ୍ମା ପାଲଟି ଯାଇଛନ୍ତି। ମାରିଚ ଯେଉଁ ଧର୍ମାତ୍ମା ପାଲଟିଛନ୍ତି, ପ୍ରଭୁ ଭକ୍ତ ହୋଇ ନୁହଁ, ପ୍ରଭୁ ରାମଙ୍କ ଡରେ ନିଜ ଜୀବନ ବଞ୍ଚାଇବା ପାଇଁ ମାରିଚଙ୍କର ଆଜି ଏ ପରିବର୍ତ୍ତନ। ମାରିଚ ବର୍ତ୍ତମାନ ସବୁବେଳେ ଭଗବାନଙ୍କ ଧ୍ୟାନରେ ରହୁଛନ୍ତି ଏବଂ ରାମ ନାମକୁ ଭାରି ଡର ତାଙ୍କର। ସେଇଥିପାଇଁ ର ଅକ୍ଷର ଥିବା କୌଣସି ଶବ୍ଦ ତାଙ୍କ କାନକୁ ଆସିଲେ ସେ ବରଦାସ୍ତ କରୁନାହାନ୍ତି। ଏଭଳି ଏକ ସମୟରେ ରାବଣ ଯାଇ ପହଞ୍ଚି ଯାଇଛନ୍ତି ମାରିଚ ପାଖରେ ଏବଂ ସୀତା ହରଣର କଥା ପ୍ରକାଶ କରିଛନ୍ତି ମାରିଚଙ୍କୁ। ମାରିଚ ମନା କରିଛନ୍ତି ଯେ ହେ ରାବଣ, ଯଦି ତୁମେ କିଛି ବର୍ଷ ଶାନ୍ତିରେ ବଞ୍ଚି ରହିବାକୁ ଚାହୁଁଛ, ତୁମ ରାଜ୍ୟ ଉପରେ କୌଣସି ଆଞ୍ଚ ନ ଆସୁ ବୋଲି ଚାହୁଁଛ, ତାହେଲେ ତୁମେ ଗୋଟେ କାମ କର, ସୀତା ହରଣର କଥା ମୁଣ୍ଡରୁ ଭୁଲିଯାଅ। ତୁମେ ରାମଙ୍କ ସାମର୍ଥ୍ୟ ବିଷୟରେ ଜାଣିନାହଁ। ମୁଁ ଦୁଇ ଥର ରାମକୁ ସାମ୍ନା କରି ଜାଣିଛି ତାଙ୍କର ସାମର୍ଥ୍ୟ କ'ଣ, ସେ କେତେ ସାମର୍ଥ୍ୟବାନ। ବାଲ୍ୟାବସ୍ଥାରେ ତାଙ୍କର ସାମର୍ଥ୍ୟ ମୁଁ ମୋ ନିଜ ଆଖିରେ ଦେଖିଛି। ତାଙ୍କରି ପାଇଁ ତ ଆଜି ମୋର ପରିବର୍ତ୍ତନ। ଯାହାର ବାଲ୍ୟାବସ୍ଥାରେ ବାହୁରେ ଏତେ ବଳ ଥିଲା, ବର୍ତ୍ତମାନ ଯୁବକ ଅବସ୍ଥାରେ ତାଙ୍କର ବଳ କ'ଣ ଥିବ, ତାଙ୍କର ସାମର୍ଥ୍ୟ କ'ଣ ଥିବ, ତାହା ନିଜେ ତୁମେ ଅନୁମାନ କରିପାରୁଥିବ। ଏକଥା ପ୍ରକାଶ କରିଛନ୍ତି ମାରିଚ। ରାବଣ କହିଛନ୍ତି, ମୁଁ ତୁମ ପାଖକୁ ରାମ ସ୍ତୁତି ଶୁଣିବାକୁ ଆସିନାହିଁ। ତୁମେ ମୋ କଥା ମାନ, ମାୟାମୃଗ ବନ ଯାଅ ପଞ୍ଚବଟିକୁ, ନଚେତ୍ ସମସ୍ତ ସମ୍ପର୍କକୁ ଭୁଲି ମୁଁ ତୁମକୁ ଏଇଠାରେ ଏଇ ସାଙ୍ଗେ ସାଙ୍ଗେ ମାରିଦେବି। ରାବଣ
ଏ କଥା ଶୁଣି ତୁଳସୀଦାସ ଲେଖିଛନ୍ତି, ମାରିଚ ମନେ ମନେ ଭାବୁଛି ଯେ ଏଇ 9 ଲୋକଙ୍କ ସହିତ ଶତ୍ରୁତା କରିବା ଉଚିତ ନୁହେଁ। ଶତ୍ରୁତା କଲେ କେବେ ବି ମଙ୍ଗଳ ହୋଇନଥାଏ। ଏଇ ଲୋକମାନଙ୍କ ସହିତ ଶତ୍ରୁତା ସର୍ବାଦୌ ବର୍ଜନୀୟ। ସେ ଲୋକମାନେ କିଏ? ଚୌପାଇ ମାଧ୍ୟମରେ ଚାଲନ୍ତୁ ଆମେ ଜାଣିବା। ଶସ୍ତ୍ରୀ ମର୍ମି ପ୍ରଭୁ ଷଠ ଧାନି ବେଦ କବି ଭାନସ ଗୁଣି। ଏଇ ଲୋକମାନଙ୍କ ସହିତ କେବେ ବି ଶତ୍ରୁତା କରିବ ନାହିଁ। ଶତ୍ରୁତା କଲେ ଜୀବନ ନିଶ୍ଚିତ ଭାବରେ ବିପର୍ଯ୍ୟସ୍ତ ହେବ। ତେଣୁ ଏମାନଙ୍କ ପାଖରୁ ଏମାନଙ୍କ ସହିତ ଦୂରେଇ ରହିବା ଭଲ। ଏମାନଙ୍କ ସହିତ ଶତ୍ରୁତା ଆଦୌ ଗ୍ରହଣୀୟ ନୁହଁ। ଏ କଥା କହୁଛନ୍ତି କିଏ? ମାରିଚ। ମାରିଚଙ୍କ କଥା ସହିଲା। ଇଏ ହେଉଛି ତୁଳସୀଦାସଙ୍କ ଚୌପାଇ। ଆମ ଶାସ୍ତ୍ରର କଥା। ଶାସ୍ତ୍ର ସବୁବେଳେ ଆମମାନଙ୍କୁ ଭଲ ଦିଗ୍ଦର୍ଶନ ଦେଇଥାଏ। ତେଣୁ ଚାଲନ୍ତୁ ଜାଣିବା ଏମାନଙ୍କ ଗୋଟି ଗୋଟି କରି ଆମେ ଆଲୋଚନା କରି ଯେଉଁ ଲିଷ୍ଟ ପ୍ରଦାନ କଲେ କିଏ? ମାରିଚ ଲେଖିଛନ୍ତି ତୁଳସୀଦାସ। ଆମେ ପଢ଼ିବା ଜାଣିବା କିଏ କିଏ ମାନେ। ଶସ୍ତ୍ରୀ। ଶସ୍ତ୍ରୀ ଅର୍ଥ, ଧରନ୍ତୁ କାହାରି ହାତରେ ଶସ୍ତ୍ର ଅଛି, ଆମ ହାତରେ ଶସ୍ତ୍ର ନାହିଁ। ଉଭୟଙ୍କର ଆମର ଆମ୍ନା ସାମ୍ନା ହେଉଛି। ଶସ୍ତ୍ରୀଙ୍କୁ ଆମେ ବିରୋଧ କଲେ, ଶସ୍ତ୍ରୀଙ୍କ କଥାର ଆମେ ପ୍ରତିବାଦ କଲେ, ଶସ୍ତ୍ରୀଙ୍କ ସହିତ ଶତ୍ରୁତା କଲେ। ହାତରେ ଅସ୍ତ୍ର ଅଛି, ସାଙ୍ଗେ ସାଙ୍ଗେ ଚାହିଁଲେ ଧଡ଼ାସ କରି ବେକ କାଟି ଦେଇପାରିବେ। ବନ୍ଧୁକ ଦେଲେ ଗୁଳି ମାରି ଦେଇପାରିବେ। ଜୀବନ ଗଲା ନା। ତେଣୁ ଯଦି କେହି ଶସ୍ତ୍ରୀ ଆପଣଙ୍କ ସାମ୍ନାରେ ଠିଆ ହୋଇ ଆପଣଙ୍କୁ ଚ୍ୟାଲେଞ୍ଜ ବି କରନ୍ତି, ସେ ସମୟରେ ଆପଣ ନୀରବ ରୁହନ୍ତୁ। ସେ ସମୟରେ ଆପଣ ନୀରବ ରହିବା ହେଉଛି ଆପଣଙ୍କର କର୍ତ୍ତବ୍ୟ। କଦାପି ବିରୋଧ କରନ୍ତୁ ନାହିଁ। ଶସ୍ତ୍ରୀ ସେ ସମୟରେ ଯାହା କହୁଛନ୍ତି ତାହା ମାନି ନିଅନ୍ତୁ। ଶସ୍ତ୍ରୀଙ୍କ ସହିତ କେବେ ବି ବିରୋଧ କରନ୍ତୁ ନାହିଁ। ହାତରେ ଅସ୍ତ୍ର ଅଛି, ସେ ସମୟ ପାଇଁ ଯାହା ଚାହିଁବେ ସିଏ କରିପାରିବେ। ତେଣୁ ଶସ୍ତ୍ରୀଙ୍କ ସହିତ ଆଦୌ ଆପଣ ଶତ୍ରୁତା କରନ୍ତୁ ନାହିଁ। ଆଉ ଗୋଟିଏ କଥା, ଶସ୍ତ୍ର ପାଖରେ ନାହିଁ। ଶସ୍ତ୍ର ଧରି ଖେଳୁଥିବା ଲୋକ ଏ ସଂସାରରେ ବହୁତ ଅଛନ୍ତି। କଥା କଥାକେ ଯେଉଁମାନେ ଅସ୍ତ୍ର ବାହାର କରନ୍ତି, ଶସ୍ତ୍ର ବାହାର କରନ୍ତି, ବମ୍ ପକାନ୍ତି, ଏଇଭଳି ଲୋକ ଯେଉଁମାନେ ସମାଜର କଳୁଷିତ ଅଧ୍ୟାୟ, ସେମାନଙ୍କ ଠାରୁ ସବୁବେଳେ ଦୂରତା ରକ୍ଷା କରନ୍ତୁ। ସେମାନଙ୍କ ସହିତ କେବେ ବି ଶତ୍ରୁତା କରନ୍ତୁ ନାହିଁ। ଶତ୍ରୁତା କଲେ ଆପଣ ବହୁତ ଅସୁବିଧାରେ ପଡ଼ିବେ। ଏହାପରେ ଶସ୍ତ୍ରୀ ପରେ ମର୍ମୀ। ମର୍ମୀ ଶବ୍ଦଟିକୁ ବହୁତ ସୁନ୍ଦର ଭାବରେ ବୁଝନ୍ତୁ। କିଛି ଲୋକ ଆମ ଜୀବନରେ ଏମିତି ଆସନ୍ତି, ବହୁତ ସମ୍ପର୍କରେ ଯୋଡ଼ି ହୋଇଯାଆନ୍ତି ଆପଣଙ୍କ ସହିତ, ଅତି କ୍ଲୋଜ୍ ଫ୍ରେଣ୍ଡ। ଆପଣଙ୍କର ପ୍ରତିଟି କଥା ସେମାନଙ୍କୁ ଜଣାଥାଏ। ସେମାନେ ଆପଣଙ୍କର ସମସ୍ତ ରହସ୍ୟ ଜାଣିଥାନ୍ତି। ଏଇ ଯେଉଁ ଲୋକମାନଙ୍କୁ ମର୍ମୀ କୁହାଯାଏ। ମର୍ମୀ ଅର୍ଥ ଯିଏ ଆପଣଙ୍କର ମରମ କଥା ଜାଣିଥାଏ। ମରମ କଥା ଜାଣିବ କିଏ? ଯିଏ ଆପଣଙ୍କ ସହିତ ଅତି କ୍ଲୋଜଲି ଆଟାଚ୍ ରହିଥିବ, ସେ ଲୋକଙ୍କୁ ମର୍ମୀ କୁହାଯାଏ। ଯେତେ ବି ଅସୁବିଧା ପଡ଼ୁ, ଯେମିତିଆ ବି ସମସ୍ୟା ସୃଷ୍ଟି ହେଉ, ଆପଣ ତାଙ୍କୁ ଭଲ ପାଆନ୍ତୁ ବା ନ ଭଲ ପାଆନ୍ତୁ, କେବେ ବି ତାଙ୍କୁ ପାଖରୁ ଦୂରାନ୍ତୁ ନାହିଁ। ଯାହା ବି ଆପଣଙ୍କୁ ମୂଲ୍ୟ ଦେବାକୁ ପଡ଼ୁ, ଯିଏ ଆପଣଙ୍କ ମରମ ଜାଣିଛି, ଯିଏ ଆପଣଙ୍କର ଅତୀତରେ କ୍ଲୋଜ୍ ଫ୍ରେଣ୍ଡ ଥିଲା, ଯାହା ଆଗରେ ଆପଣ ଆପଣଙ୍କର ସମସ୍ତ ବିହ ପ୍ରକାଶ କରିସାରିଛନ୍ତି, ସବୁ ମୂଲ୍ୟ ପରିଶୋଧ କରି ତାଙ୍କୁ ପାଖରେ ରଖନ୍ତୁ। ମର୍ମୀ ସହିତ ଶତ୍ରୁତା ସର୍ବଦା ବର୍ଜନୀୟ। ଏଇ ଦେଖନ୍ତୁ ରାବଣଙ୍କ କଥା। ରାବଣଙ୍କର ମର୍ମୀ ହେଉଛନ୍ତି କିଏ? ଭାଇ ବିଭୀଷଣ। ରାବଣଙ୍କ ଜୀବନର ସମସ୍ତ ବ୍ୟୁହ, ସମସ୍ତ ମରମ କଥା ଜଣାଥିଲା ବିଭୀଷଣକୁ। ରାବଣ ବିଭୀଷଣକୁ ନାତ ମାରି ଗୋଇଠା ମାରି ବାହାର କରିଦେଲେ।
ଶତ୍ରୁତା କଲେ ବିଭୀଷଣଙ୍କ ସହିତ। ବିଭୀଷଣ ଆସି ଶରଣ ପଶିଲେ, ମିତ୍ରତା କଲେ ପ୍ରଭୁ ଶ୍ରୀରାମଙ୍କ ସହିତ। ରାମ ରାବଣ ଯେଉଁ ଯୁଦ୍ଧ ହେଉଥିଲା ସେ ଯୁଦ୍ଧ ଚାଲିଥାଏ। ପ୍ରଭୁ ରାମ ରାବଣକୁ ଶର ମାରି ମାରି ନୟନ୍ତ, ରାବଣ କିନ୍ତୁ ମରୁନାହିଁ। ରାବଣ ନ ମରୁଥିବାର ଦେଖି ପ୍ରଭୁ ମୋର ଭାରି ଚିନ୍ତିତ। ଏହି ସମୟରେ ବିଭୀଷଣ କହିଲେ ଯେ ରାବଣର ନାଭିରେ ଥିବା ଅମୃତ କଳସକୁ ଯେ ପର୍ଯ୍ୟନ୍ତ ଆପଣ ଶୁଖାଇବେ ନାହିଁ ସେ ପର୍ଯ୍ୟନ୍ତ ଆପଣ ରାବଣକୁ ମାରିପାରିବେ ନାହିଁ। ରାବଣକୁ ମାରିବାକୁ ଚାହୁଁଛନ୍ତି ତ ତାର ନାଭିରେ ଥିବା ଅମୃତ କଳସକୁ ଶୁକାଇ ଦିଅନ୍ତୁ। ପ୍ରଭୁ ମୋର ଯେମିତି କଥା ଜାଣିଛନ୍ତି ସାଙ୍ଗେ ସାଙ୍ଗେ ଅମୃତ କଳସକୁ ଶୁକାଇଲେ ଏବଂ ରାବଣର ମୃତ୍ୟୁ ଘଟିଲା। ଯଦି ରାବଣ ନିଜରେ ମର୍ମୀ ଭାଇ, ମରମ ଜାଣିଥିବା ଭାଇ ବିଭୀଷଣଙ୍କ ସହିତ ଶତ୍ରୁତା ନ କରିଥାନ୍ତା ତାହେଲେ କ'ଣ ଘଟିଥାନ୍ତା ଆପଣମାନେ ଅନୁଭବ କରିଥିବେ। ଆପଣ ଯଦି ଇତିହାସର ପୃଷ୍ଠାକୁ ଉନ୍ମୋଚନ କରିବେ, ଅତୀତରେ ବହୁତ ବଡ଼ ବଡ଼ ରଜାମାନଙ୍କର ପତନ ଘଟିଛି। କ'ଣ ପାଇଁ କହିଲେ? ତାଙ୍କର କେହି ଅନ୍ତରଙ୍ଗ ଲୋକ, ତାଙ୍କର ବିଶ୍ୱସ୍ତ ସେନାପତି, ବିଶ୍ୱସ୍ତ ମନ୍ତ୍ରୀ ତାଙ୍କୁ ଯଦି ମାରିବାକୁ ଚାହିଁଥିବ, ଯଦି ଶତ୍ରୁ ସହିତ ହାତ ମିଳାଇଥିବ, ତାହେଲେ ଯାଇ ଏ ରଜାଙ୍କର ମୃତ୍ୟୁ ହୋଇଥିବ। ଆପଣ ଇତିହାସ ଖେଳନ୍ତୁ, ନିଶ୍ଚିତ ଜାଣିପାରିବେ। ତେଣୁ ଏହି ମର୍ମୀମାନଙ୍କ ସହିତ ଯିଏ ଆପଣଙ୍କ ମର୍ମ ଜାଣିଛନ୍ତି ତାଙ୍କ ସହିତ କେବେ ବି ଶତ୍ରୁତା କରନ୍ତୁ ନାହିଁ। ଯେତେ କଷ୍ଟ ପଡ଼ୁ, ଯେତେ ଯାହା ମୂଲ୍ୟ ଦେବାକୁ ପଡ଼ୁ ଆପଣଙ୍କୁ ମୂଲ୍ୟ ଦିଅନ୍ତୁ ଏବଂ ମର୍ମୀକୁ ସବୁବେଳେ ପାଖରେ ରଖନ୍ତୁ। ତୃତୀୟ ଲିଷ୍ଟରେ ଥିବା ତୃତୀୟ ନାଁଟି ହେଲା ପ୍ରଭୁ। ପ୍ରଭୁ ଅର୍ଥ ଭଗବାନ ବି ଭାବିପାରନ୍ତି। ଭଗବାନଙ୍କ ସହିତ ଯିଏ ବି ଶତ୍ରୁତା କରିଛି, ରାବଣ ହୁଅନ୍ତୁ, କଂସ ହୁଅନ୍ତୁ, ଯାହାର ଇତିହାସ ଖୋଲିବେ, କିଏ ବଞ୍ଚି ରହିଛନ୍ତି କହିଲେ? କାହାର ପତନ ହେଇନି ମୋତେ କହିଲେ? ପ୍ରଭୁଙ୍କ ସହିତ ଶତ୍ରୁତା କଲେ ନିଶ୍ଚିତ ଭାବରେ ଆପଣଙ୍କୁ ଅସୁବିଧାରେ ପଡ଼ିବ। ଆମମାନଙ୍କ ପାଇଁ ପ୍ରଭୁର ଅର୍ଥ ଅଲଗା। ଆମମାନଙ୍କ ପାଇଁ ପ୍ରଭୁର ଅର୍ଥ ହେଲା ରାଜା, ସ୍ୱାମୀ, ଲିଡର, ପ୍ରେସିଡେଣ୍ଟ, ଆପଣଙ୍କ ଉପରସ୍ଥ ଅଫିସର, ଯାହାଙ୍କ ଦୟାରେ ଆପଣ ଚାକିରି ଖଣ୍ଡେ ପାଇଛନ୍ତି, ଆପଣଙ୍କୁ ଯିଏ ପଦ ପ୍ରତିଷ୍ଠା ପ୍ରଦାନ କରିଛି, ଏଇମାନେ ହେଲେ ଆମମାନଙ୍କ ପାଇଁ ପ୍ରଭୁ। ଏବଂ ପ୍ରଭୁର ଅନ୍ୟ ଅର୍ଥ ହେଲା ସମର୍ଥବାନ ପୁରୁଷ। ସମର୍ଥବାନ ବ୍ୟକ୍ତିଙ୍କ ସହ କେବେ ବି ଆପଣ ଶତ୍ରୁତା କରନ୍ତୁ ନାହିଁ। ଜଣେ ରାଜା ସହିତ କି ଶତ୍ରୁତା ଆମେ କରିବା? ଆଜିକାଲି ତ ରଜା ନାହାନ୍ତି, ତଥାପି ଅଞ୍ଚଳରେ ଯାହାକୁ ସମସ୍ତେ ମାନୁଛନ୍ତି ଯେ ସର୍ବମାନ୍ୟ, ତାଙ୍କ ସହିତ ଆମେ କି ଶତ୍ରୁତା କରିପାରିବା? ଜଣେ ଲିଡରଙ୍କ ସହିତ ଯଦି ଶତ୍ରୁତା କରିବେ, ବହୁତ ବଡ଼ ଲିଡର, ତାଙ୍କ ସହିତ ଶତ୍ରୁତା କଲେ ଆପଣଙ୍କ ସ୍ଥିତି ରହିବ ତ? ଆପଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଶତ୍ରୁତା କଲେ ନିଶ୍ଚିତ ଭାବରେ ଘାଟାରେ ରହିବେ। ତେଣୁ କଦାପି ଏଇ ପ୍ରଭୁ ଅର୍ଥାତ୍ ସାମର୍ଥ୍ୟବାନ ପୁରୁଷ, ଯାହାଙ୍କର ସାମର୍ଥ୍ୟ ଆପଣଙ୍କ ଠାରୁ ଅଧିକ, ତାଙ୍କ ସହିତ ଶତ୍ରୁତା କରନ୍ତୁ ନାହିଁ। ଶତ୍ରୁତା କଲେ ନିଶ୍ଚିତ ଭାବରେ ଆପଣ ଅସୁବିଧାରେ ପଡ଼ିବେ। ଶଠ, ଏହାପରେ ଆସିଲା କାହା କଥା? ଶଠ। ଶଠ ଅର୍ଥ ମୂର୍ଖ ବ୍ୟକ୍ତି। ମୂର୍ଖ ବ୍ୟକ୍ତି ସହିତ ନା ଶତ୍ରୁତା କରିବେ ନା ମିତ୍ରତା କରିବେ। ଜଣେ ମୂର୍ଖ ବ୍ୟକ୍ତି ସହିତ ମିତ୍ରତା କରିବା ଅପେକ୍ଷା ଜଣେ ଜ୍ଞାନୀ ଲୋକ ସହିତ ଶତ୍ରୁତା କରିବା ଭଲ। ଜ୍ଞାନୀ ଲୋକ ମାରିଲେ ଆପଣଙ୍କୁ ନ୍ୟାୟ ମାର୍ଗରେ ମାରିବେ, ସେ କେବେଳେ ଅନ୍ୟାୟ କରିବେ ନାହିଁ। କିନ୍ତୁ ମୂର୍ଖ ଲୋକ ଯିଏ, ତାଙ୍କର ହିତାହିତ ଜ୍ଞାନ ନଥାଏ, ସେ କେତେବେଳେ କେଉଁଠି କେମିତି ମାରିବେ ଆପଣଙ୍କୁ ଆପଣ ତାର ଭାବି ବି ନଥିବେ, ଯେଉଁଟା ସେଟା ସେ କରିଦେବେ। କାରଣ କଥାରେ ଅଛି ପା, ବୁଭୁକ୍ଷିତ ଜନଂ କିଂ ନ କରୁତି ପାପଂ କ୍ଷୀଣ ଜନାକଃ ନିଷ୍କରୁଣା ଭବତେ ଅସ୍ୟାହି ଭଦ୍ରେ ପ୍ରିୟ ଦର୍ଶନାୟ ନବଙ୍ଗ ଦତ୍ତ ପୁନର୍ତି କୂପେ। ତେଣୁ ମୂର୍ଖ ଲୋକଙ୍କ ସହିତ ଆଦୌ ଶତ୍ରୁତା କରନ୍ତୁ ନାହିଁ। ମୂର୍ଖ ଲୋକ ଯିଏ ଭଲ କ'ଣ
मंद कौन सी निजे भी जानती ना निजर लाभ क्षति से हिसाब करपारती ना सी आपण को लाभ क्षति कौन हिसाब करेंगे सी निजे बुड़े आपण को बुड़ेवा पछेबे ना तेणु मूर्ख लोकों सहित के माने कौन सी प्रकार आप शत्रुता करूँ ना कारण एमाने जेकोसी रास्ता भी आपणे पारती भल मंदार विचार एम पाखे न थाए तेणु जिते पारुंट मूर्ख लोकों सहित ना शत्रुता करूँ ना मित्रता करूँ को एंगेल आप भल रे ना यापर है धनी आपण जानी आवे परसु बाबू परशुराम पैसा क्या न करे काम धनी व्यक्ति सहित शत्रुता वर्जनीय कारण समाज रे धनी व्यक्तिंकर हुकूमत चले धन खर्च कले सबू जिनस मैंने किनी पारिबे पुलिस आईन कानून सबू ये खरीदी करि पारिबे पैसा बल रे शक्ति मध्य माने किनी पारिबे लोक लगाई आपण को अपदस्थ कराई पारिबे आपण को रास्ता रे लागिपाती कंटा बिछेबारे एमान किसी असुविधा नहीं कारण एमान पाखे पैसा अच्छी पैसा देले पैसा खर्च कले अनेक लोक ए मार्केट रे मिल जिवे जो माने आपण को रास्ता रे कंटा बिछेबे ए धनी व्यक्ति तांको घरे बसिथिबे तांकर किसी फरक पड़िबो नहीं किंतु असुविधा रे पड़िबे आपण निजे आपण को कलंकित करने को मध्य एमाने कलंकित सजाई देवा को मध्य एमान को समय लागिबो नहीं एमाने अर्थ बल रे साक्षी भी तैयारी करदेवे अर्थ बल रे वकिल भी तैयारी करदेवे एवं इस समाज को मध्य किनीदेवार दक्षता एम पाखे अच्छी तेणु धनी व्यक्ति सहित जमा भी शत्रुता करूँ ना कारण कह जाए दोस्ती या दुश्मनी सिर्फ बराबर बालों से किया जाता है जदि शत्रुता करेंगे बा मित्रता करेंगे समान स्तर लोकों सहित करवा उचित धनी लोक से पाखे बहुत पैसा अच्छी आमे से लेवल नुह तेणु शत्रुता कहीं करवा कहीं कर जीवन को विपन्न करवा तेणु शत्रु सहित धनी लोक सहित केवे भी शत्रुता करूँ ना यापर आसला वेद वेद अर्थ है वैद्य वैद्य अन्य अर्थ है डाक्तर अनेक लोक आप देखिथे डाक्तरखाना जीवे डाक्तर औषध लिखिले जितेबले पैसा देवे डाक्तर सहित कथा कटाकटी आरंभ है ना आज्ञा एतिक पैसा नुह एतिक पैसा रखि था आदौ सेमती करेंगे ना कारण आज सीना आप डाक्तर पाखु कम पैसा दे खसी आसिले डाक्तर टार्गेट रे आप रहिले आगामी थर जितेबले भी आप घर नहीं जिबे चिंता करेंगे से डाक्तर जनक आर्थर मते 500 टଙ୍କା ठकिकी जाइथिला तेणु आपण जो बाटे 1000 टଙ୍କା असुल करदेवे डाक्तर सहित सब बेले मित्रता रखंतु डाक्तर को सम्मान दियंतु डाक्तर उपरे भरोसा करंतु कदापि शत्रुता करंतु नहीं कारण डाक्तर अन्य अर्थरे भगवान ताक सहित जदि मित्रता करेंगे ताकू जदि सम्मान देवे आपण रोगीर उपकार हम कारण डाक्तर सहित जदि शत्रुता करेंगे ताहले जदि प्रोफेशन को भूली जाती सी ताहले बहुत किसी क्षति करें आपण पेसेंट को एभली औषध देवे सारा जीवन आपण घूरी बुलुवे डाक्तरखाना पर डाक्तरखाना रोग भल हो प्रोफेशन डर जो डाक्तर नथिबो से काम करने को पछेबे नहीं तेणु सर्वादौ वेद अर्थात जे डाक्तर जी आमर जीवन बंचाती से आम भगवान तेणु तांको सहित कौन हालत रे कौन परिस्थिति रे आपण शत्रुता करंतु नहीं कौन शत्रुता कर आवश्यकता नहीं यहाँ पर आसला बंदी 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 अर्थ चारण फाट बंदी शब्द टी भल रकम बुझंतु बंदी शब्दर एक्चुअल प्रकृत अर्थ है जी कथा को शीघ्र स्प्रेड करि पारंती खाली सेतिक नुह स्प्रेड करंती तो करंती से लोकों पाखरे एभली वाक्चातुरी थाए जे समाजर अधिकांश लोक तांका कथा शुणती या भितर ये जो डेफिनेशन मु देली या भितर जो लोक मैंने आसुँच से आप बंदी बोली भाग पारे कथा स्प्रेड करते अधिक किए सांबादिक भाई माने सांबादिक भाई मान सहित आप शत्रुता आदि करेंगे से माने लिखिदेवे कौन टिके बा कहीदेवे कौन टिके बुम आगे आपण को बर्बाद करदेवे तापरे
ସେମାନଙ୍କ ପାଖରେ ତେଣୁ ଯେଉଁ ବନ୍ଦୀ ବା ଚାରଣ ଯେଉଁମାନେ ସବୁ କଥାକୁ ସ୍ପ୍ରେଡ୍ କରନ୍ତି ବହୁତ ଆପଣ ବି ଦେଖିବେ ଅନେକ ଲୋକ ଅଛନ୍ତି ଗୋଟେ ଛୋଟିଆ କଥାକୁ ଏତେ ଶୀଘ୍ର ସ୍ପ୍ରେଡ୍ କରିବେ ଏବଂ ଖାଲି ସ୍ପ୍ରେଡ୍ କରିବେ ସେୟା ନୁହଁ ଲୋକ ବି ସେମାନଙ୍କ କଥାକୁ ଶୁଣିବେ ଆପଣ ଘରୁ ବାହାରିଲା ବେଳକୁ ଆପଣ ବଦନାମ ହୋଇସାରିଥିବେ। ତେଣୁ ଯାହାଙ୍କ ପାଖରେ କ୍ୱାଲିଟି ଅଛି ଏ ଡେଫିନେସନ୍ ଯେଉଁ ଆମେ କହିଲେ ଆ ଭିତରେ ଯେଉଁମାନେ ସବୁ ଆସୁଛନ୍ତି ଯେଉଁମାନେ ସେମାନଙ୍କ ଠାରୁ ଆପଣମାନେ କ'ଣ କରନ୍ତୁ କେବେ ବି ସେମାନଙ୍କ ସହିତ ଶତ୍ରୁତା କରନ୍ତୁ ନାହିଁ କାରଣ ଆପଣଙ୍କୁ ବୁଡ଼େଇବା ସେମାନଙ୍କ ପାଖରେ ସେମାନଙ୍କୁ ବେଶୀ ସମୟ ଲାଗିବ ନାହିଁ ତେଣୁ ସେମାନଙ୍କ ସହିତ ଶତ୍ରୁତା କରନ୍ତୁନି। ଆଉ କିଏ ରହିଲେ ଆପରେ ହେଲେ କବି। କବି ଅର୍ଥ କବି ଶବ୍ଦର ଅର୍ଥ ଏଠି ଅଲଗା। ଆପଣ ଜାଣିଛନ୍ତି ପେନ୍ ଇଜ୍ ମାଇଟର ଦ୍ୟାନ୍ ସୋର୍ଡ। ଯେଉଁମାନେ କଲମ ଚାଳନା କରନ୍ତି କଲମ ଚାଳନା ଯେଉଁମାନେ କରନ୍ତି ଲେଖାଲେଖି କରନ୍ତି କବି ହୁଅନ୍ତୁ ବା ଲେଖକ ହୁଅନ୍ତୁ କଲମ ମୁନ ଯେଉଁମାନଙ୍କ ପାଖରେ ଅଛି କଲମ ଦ୍ୱାରା ଯେଉଁମାନେ ଆପଣଙ୍କୁ ଅସୁବିଧାରେ ପକାଇ ପାରିବେ ଆପଣ ଜଣେ କବିଙ୍କ ସହିତ ଜଣେ ଲେଖକଙ୍କ ସହିତ ଅସୁବିଧାରେ ଖରାପ ସମ୍ପର୍କ କଲେ ବା ଶତ୍ରୁତା କଲେ ଲେଖିଦେଲେ କିଛି ବହୁତ ଲୋକ ପଢ଼ିଲେ ବହୁତ ଶୀଘ୍ର ଆପଣ ବଦନାମ ହେଲେ ବହୁତ ଶୀଘ୍ର ଆପଣଙ୍କ ପତନ ହେଲା। ତେଣୁ ଲେଖାଲେଖି କରୁଥିବା ଲୋକ କଲମ ଚଲାଉଥିବା ଲୋକ ସେମାନଙ୍କ ଠାରୁ ଆପଣ ଦୂରେଇ ରୁହନ୍ତୁ ନୁହଁ ସେମାନଙ୍କ ଠାରୁ ସହିତ ଶତ୍ରୁତା କରନ୍ତୁ ନାହିଁ ମିତ୍ର ଭାବରେ ରୁହନ୍ତୁ କିଛି ଅସୁବିଧା ନାହିଁ। ଏହାପରେ ଶେଷଟି ହେଲା କହିଛନ୍ତି ମାରିଚ ତୁଳସୀଦାସ ଲେଖିଛନ୍ତି ଭାନସୁଗୁଣୀ। ଭାନସୁଗୁଣୀ ଶବ୍ଦ ଅର୍ଥ ହେଲା ରୋଷେଇଆ ଯିଏ ଖାଦ୍ୟ ପ୍ରସ୍ତୁତ କରନ୍ତି ଆମ ପାଇଁ ସେ ହେଉଛନ୍ତି ରୋଷେଇଆ। ଆପଣ ଯେମିତିଆ ଖାଇବେ ଆପଣଙ୍କ ଦେହରେ ସେ ପ୍ରକାର ରକ୍ତ ହେବ। ଜଣେ ରୋଷେଇଆଙ୍କ ସହିତ କୌଣସି ହାଲତରେ ଆପଣ ଶତ୍ରୁତା କରନ୍ତୁ ନାହିଁ। ଘରକୁ ଆପଣଙ୍କର ଝିଅ ବାହାଘର ଅଛି ଜଣେ ରୋଷେଇଆଙ୍କୁ ଡାକିଲେ ରୋଷେଇ କରିବା ପୂର୍ବରୁ ତାଙ୍କ ସହିତ କିଛି ବାଚବଚସା ହେଲା ତାହେଲେ ଆପଣ ଦେଖିବେ ଆପଣ ଅନେକ ଟଙ୍କା ଖର୍ଚ୍ଚ କରିଥିବେ ହେଲେ ଆପଣଙ୍କ ରୋଷେଇ ପ୍ରକୃତରେ ସେଦିନ ଭଲ ହେବ ନାହିଁ। ଆପଣ ଗୁଡ଼ାଏ ଟଙ୍କା ଖର୍ଚ୍ଚ କରିଛନ୍ତି ଶେଷରେ ଅପଯଶ ହିଁ ପାଇବେ। ଆଉ ଗୋଟେ କଥା ରୋଷେଇଆଙ୍କ ହାତରେ ବହୁତ କିଛି ଅଛି। ଶୁଦ୍ଧ ମନରେ ଯଦି ରୋଷେଇ କରିଦେଲେ ସେ ରୋଷେଇର ସ୍ୱାଦ ଅଲଗା। ଆପଣ ଦେଖିବେ ଯେଉଁ ଘରେ ଆପଣ ଝଗଡ଼ା କରିଥିବେ ଯିଏ ବି ରୋଷେଇ କରନ୍ତୁ ଆପଣ ସ୍ତ୍ରୀ କରନ୍ତୁ ଭାଉଜ କରନ୍ତୁ ଯଦି ଆପଣଙ୍କ ଉପରେ ଅଶାନ୍ତି ଅଛନ୍ତି ଆପଣ ତାଙ୍କ ଶତ୍ରୁତା କରିଛନ୍ତି ଝଗଡ଼ା କରିଛନ୍ତି ତାହେଲେ ସେଦିନ ଖାଇବାକୁ ଯାହା ମିଳେ ଆପଣ ନିଜେ ଅନୁଭବ କରିପାରିଥିବେ। ତେଣୁ ରୋଷେଇଆ ଯେ ରୋଷେଇ କରୁଛନ୍ତି ତାଙ୍କ ହାତରେ ବହୁତ କିଛି ଅଛି। ରୋଷେଇଆ ଚାହିଁଲେ ବି ଗୁଡ଼ାଏ ଲୋକଙ୍କ ଜୀବନ ନେଇଯାଇପାରିବେ ଯଦି କିଛି ମିଶାଇ ଦେଲେ। ତେଣୁ କେବେ ତ କରିବେ ନାହିଁ ବୋଲି ମୁଁ ଭାବୁଛି କିନ୍ତୁ ମିଶିବାର ସମ୍ଭାବନା ଅଛି। ତେଣୁ ଜାଣିଶୁଣି ବିପଦ ମୁହଁ କାହିଁକି ଯିବେ ରୋଷେଇଆଙ୍କୁ ସନ୍ତୁଷ୍ଟ କରିବେ। ରୋଷେଇଆଙ୍କୁ ସନ୍ତୁଷ୍ଟ କଲେ ଭଲ ଖାଦ୍ୟ ଟିକେ ମିଳିବ ଆପଣ ଶାନ୍ତିରେ ଖାଇପାରିବେ। ତେଣୁ ରୋଷେଇଆଙ୍କ ସହିତ କେବେ ବି ଶତ୍ରୁତା କରିବେ ନାହିଁ ବୋଲି ମାରିଚ କହିଛନ୍ତି ଲେଖିଛନ୍ତି ତୁଳସୀ ଦାସ। ଏବଂ ଆଜି ଆପଣମାନେ ଏଇ ଯେଉଁ ପାଇଲେ ଜ୍ଞାନ ପାଇଲେ ଯେ ଏଇ ଲୋକଙ୍କ ସହିତ ଶତ୍ରୁତା କରିବେ ନାହିଁ। ଦର୍ଶକ ବନ୍ଧୁ ହାତ ଯୋଡ଼ି କହୁଛି ନିଶ୍ଚିତ ଭାବରେ ଏ କଥାକୁ ମନେ ରଖନ୍ତୁ ଏବଂ ଚେଷ୍ଟା କରନ୍ତୁ ଏମାନଙ୍କ ଠାରୁ ଯେମିତି ଶତ୍ରୁତା କେବେ କରିବାକୁ ନ ପଡ଼େ ଏବଂ ଆନନ୍ଦରେ ରୁହନ୍ତୁ। ଆଗାମୀ ଭିଡ଼ିଓରେ ପୁଣି ଥରେ ଦେଖା ହେବ। ସେ ପର୍ଯ୍ୟନ୍ତ ରହୁଛି ନମସ୍କାର।